हेलो 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 माइक टेस्टिंग 1 2 3 मन रखंतु मोर कला प्रेमी बंधुगण আজি এই 4 नंबर वार्ड रे मंचस्थ हबो आम अंचल बछा बछा कलाकार मानकु नै हस कांद भरा लुह लहु भरा फाइटिंग रे परिपूर्ण एक पौराणिक नाटक संपूर्ण रामायण लंका कांड संपूर्ण रामायण लंका कांड एते कही हनुमान बेगे चली गला माटीरू आकाश जाए काया विस्तारिला राम नाम तुंडे धरी खुदाए मारिला आखि पिछुड़ा के सात सागर लंघिला खेणी करे जाई लंका गड़े पशिला अशोक वृक्षरे विश्राम जे नेला जय श्री राम जय श्री राम लंकार नाम नाम किए से तुम बताओ जे मो प्रभु श्री रामचंद्र को नाम धरिला किए से आसो मो सामना को आसो मो सामना को आसो किए से अरे से चेंजा बेला बंद करो सीता सीता तोरी पाई আজি मोर चिंता तो नहीं मुझे आए देखे सीता कौन वाला केते रोड़ी जानिलेनी हां अरे देखिली ए सीता पाठ करी बोल तो हुकुर हुकुर हो तो एबे पुनी पेट को धरी काई बोलछ तो कोन हिजी प्रभु अभी गैसे के हां रामलीला मनुष्य करूच से पर म अनाउंस करी काई लोक से पर हो आला कलेनी शीघ्र स्टेज को चलवा ए तो पाते हम चली परिबिनी सखाळ 5 थरे सरी लानी बसु बसु कली साई साई हे चाली जाउची कोन ए पोखरी पानी पेट काटुची हां दुर्बल लागुची हां जोरो जोरो भी लागुची अच्छा तमे तीनटा तो अछ आउ जे लक्ष्मण भूमिका रे पाठ करू से टोकाटी कोन होला से लक्ष्मण कथा कुहनी हाँ। ता देह भी भीषण ज्वर हाँ। बांती होउची देह मुंड आठो गंटे सब बिंधा होउची बस्य हनुमान प्रभु यथाशीघ्र गंधमार्दन गमन करो सेठु विशल्य करणी आनिले सुस्थ हबो अनुज लक्ष्मण सदा आज्ञा प्रभु ना ओ अवस्था मु गंधमार्दन गला भलिया लागु प्रभु कहबे जदि तेज पत्र नले पसारुनी पत्र दे जय श्री राम जय
ଶ୍ରୀରାମ କହିଲା କଣ ମୁଁ ତେଜପତ୍ର ଆଣିବି ନାଇଁ ବେ ସେଇ ତେଜପତ୍ର ନାଲି ଚା ଟିକେ କରିବୁ ଆମେ 3 ଜଣ ପିଇଦବୁ କହିଲା ତେଜପତ୍ର ଆଣିବି ଜଲ୍ଦି ଧର ହସ୍ପିଟାଲ ନବା এইটাকু ডায়রিয়া আর সেইটাকু ডেঙ্গু কি ম্যালেরিয়া আছে জলদি আস মু 108 অ্যাম্বুলেন্স কু ফোন করছি বাবু ଆପଣ ମାତାଶ୍ରୀଟା ମୁଁ ରଖିବାକୁ ନେଇକି ଯାଉଛି ତମେ ଯାଅ ତମେ କଣ ଖାଇଦେଲ କି? ଏ ଚୁଙ୍ଗୁଡି ଶୁଖୁଆ ଖାଇଦେଲି ହଁ ସାରେ ଆମକୁ ନେଇ ଅଟା ଅବସ୍ଥା ନଥିଲା ଭଳିଆ ସେ କୁଣ୍ଡି ଘରେ ପୁରେଇଲେ হ্যাঁ ସେ ତ ଫ୍ୟାନ ଫ୍ୟାନ କିଛି ନାହିଁ নাই ନକିଆ ଆମର ପଦାରେ ଶୋଇଲା ତାକୁ କଣ ମଶା ମଶା କାମୁଡ଼ିଥିଲି ଜର নাই রে তুমি খন্ড খন্ড এসি রুম দেখাতি না এ জলদি আস হসপিটাল কু যা ধর তাকু ও ও ভাই 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 এই যে এই ঝিওটু কোন আনিছিল ଏ ଯାତ୍ରାରୁ আজ্ঞা নমস্কার ଆଜ୍ଞା ମୁଁ ରାମ ଆଜ୍ଞା আজ্ঞা মু হনুমান ନାଇଁ ଆଜ୍ଞା ଆମର ଏଇ ପାଖ ଗାଁ ଯୋଉ ତ୍ରିଲୋଚନପୁର ଗାଁ ସେଠି ଆମର ଗୋଟେ ରାମଲୀଳା ଗ୍ରୁପ ଅଛି ସେଇଥିରେ ଆମେ ପାଠ କରୁ ଆଉ ଆଜ୍ଞା ଆମର ତ ଲକ୍ଷ୍ମଣ ପାଠ କରେ ଆଉ ଯୋଉ ସୀତା ପାଠ କରେ ତାଙ୍କ ଦେହ ଟିକେ ଖରାପ ଥିଲା କଣ ଭିତରେ ଆଡମିସନ କରୁଛନ୍ତି ଓ ସକାଳେ ଯୋଉ 2 ଜଣ ଆଡମିସନ ଆଜ୍ଞା, ହେଇଛନ୍ତି ଆଜ୍ଞା। ହଁ ମୁଁ ତାକୁ ଦେଖିଛି ବ୍ୟସ୍ତ ହବାର କିଛି ନାହିଁ ଏ ତାଙ୍କୁ ଫୁଡ ପଏଜନିଂ ହେଇଛି ଏବେ ଫାଷ୍ଟ ଫୁଡ ଖାଇଲା ଜଙ୍କ ଫୁଡ ଖାଇଲା ତେଲ ମସଲା ଜାତୀୟ ଦ୍ରବ୍ୟ ଖାଇଲା ବାହାର ଖାଦ୍ୟ ଠାରୁ ଯେତେ ଦୂରେଇ ରହିବ ସେତେ ଭଲ ବୁଝିଲ ଖାଲି ସେତିକି ନୁହେଁ ବାହାରେ ମଳ ତ୍ୟାଗ କରିବା ବି ଅନୁଚିତ ସେଥିରେ ବସିଥିବା ମାଛି ଉଡ଼ି ଆସି ଖାଦ୍ୟରେ ବସନ୍ତି ଖାଦ୍ୟରେ ବସିବା ଦ୍ୱାରା ସେମାନଙ୍କ ପାଦରେ ଲାଗିଥିବା ଜୀବାଣୁ ଆମ ଖାଦ୍ୟକୁ ବିଷାକ୍ତ କରିଦିଅନ୍ତି ଯାହାଦ୍ୱାରା ସେ ଖାଦ୍ୟ ଆମେ ଖାଇଲେ ଆମ ପେଟ ଭିତରକୁ ସେ ରୋଗ ଗଲା ଆମ ପେଟରେ ଏ ଯନ୍ତ୍ରଣା ସୃଷ୍ଟି ହେଲା ବୁଝିପାରିଲ ଖାଲି ସେତିକି ନୁହେଁ ବାହାରେ ମଳତ୍ୟାଗ ନ କରି ସରକାରଙ୍କ ଦ୍ୱାରା ମିଳୁଥିବା ଶୌଚାଳୟ ଏବଂ ନିଜ ଉଦ୍ୟମରେ ଗଢ଼ି ଉଠିଥିବା ଶୌଚାଳୟକୁ ବ୍ୟବହାର କଲେ ଭଲ ଏବେ ବୁଝିଲ ତ ସାରେ ଯୋଉ ସୀତା ଆଉ ଲକ୍ଷ୍ମଣଙ୍କର ମାନେ ଅବସ୍ଥା ଠିକ ଅଛି ତ ଆରେ ତାଙ୍କର ସାଲାଇନ୍ ଚାଲିଛି ଆଜ୍ଞା ଔଷଧ ଆଉ ଇଞ୍ଜେକ୍ସନ ଟା ମୁଁ ଲେଖିଦେଇଛି ସାର୍ ମୋର ସେ ଅନୁଜ ଲକ୍ଷ୍ମଣର ଅବସ୍ଥା କେମିତି ଅଛି ତ କଣ କଣ ହେଇଛି କଣ ତାଙ୍କ କେସ୍ ଦେଖିଲେ ଲାଗୁଛି ତାଙ୍କୁ ଡେଙ୍ଗୁ ହେଇଥାଇପାରେ ତଥାପି ଆମକୁ ଟିକେ ଅପେକ୍ଷା କରିବାକୁ ପଡିବ ବ୍ଲଡ୍ ରିପୋର୍ଟଟା ଆସୁ ବ୍ଲଡ୍ ରିପୋର୍ଟ ପାଖେ ଦିଶାରୁ ବୋଧେ କରିଛ ଆଜ୍ଞା କଣ ପଇସାରେ କରିଦଉଛନ୍ତି ସେ ଏବିଏସ୍ଏ ପିଟିବିଏସ୍ଏ ଆରବିଏସ୍ଏ ହଁ ମୁଁ ଯାହା ସନ୍ଦେହ କରୁଥିଲି ଠିକ ସେଇଆ ତାଙ୍କୁ ଡେଙ୍ଗୁ ହେଇଛି ଏ ଜ୍ୱର ଅତି ସାଂଘାତିକ ହଠାତ୍ କିନା ଜ୍ୱର ହବ ମାଂସପେଶୀ ଆଣ୍ଠୁ ଗଣ୍ଠି ପ୍ରବଳ ମାତ୍ରାରେ ବିନ୍ଧା ହବ ଆଖି ପଛପଟ ମୁଣ୍ଡ ପ୍ରବଳ ଜୋରରେ ବିନ୍ଧିବ ଚର୍ମର ରଙ୍ଗ ନା ପୁରା ବଦଳିଯିବ ଦେହରେ ରାସେସ୍ ଫ୍ୟାସେସ୍ ଏମିତି ଅନେକ ଜିନିଷ ଆସିବ ଆଚ୍ଛା ଡାକ୍ତର ଆପଣ ବିସ୍ତୃତ ଭାବେ କହିଲେ ସେ ଡେଙ୍ଗୁ ରୋଗ କେମିତି ହୁଏ କେମିତି ହୁଏ କଣ ତା ଫୋତାରେ ପୁରା ଶୋଇଲା ତାକୁ ମଶା ଫଶା କାମୁଡ଼ିଲେ ହେଲା ଆଉ କଣ ଆଁ? ମଶା ମଶା ନୁହେଁ ଏହା ହଉଛି ଏକ ନିର୍ଦ୍ଦିଷ୍ଟ ଧରଣର ମଶା ଏଡିସ୍ ମଶା ସେ ମଶା କେବଳ ଦିନ ବେଳା କାମୁଡିଥାଏ ଏ ଜ୍ୱର ଅତି ସାଂଘାତିକ ଦରକାର ପଡ଼ିଲେ ରୋଗୀ ମୃତ୍ୟୁ ମୁଖରେ ବି ପଡିଥାଏ ସାର୍ ତାହେଲେ ରୋଗ ହବନି କେମିତି ତାର ପ୍ରତିକାର କଣ ଠିକ କଥା ପଚାରିଛ ଏ ଯୋଉ ଏଡିସ୍ ଇଜିପ୍ଟ ମଶା ର ବଂଶକୁ ନାଶ କରିବାକୁ ହେଲେ ପ୍ରଥମେ ତାଙ୍କର ବାସସ୍ଥାନକୁ ନିର୍ମୂଳ କରିବାକୁ ହେବ କୌଣସି ସ୍ଥାନରେ ପାଣି ଜମିଥିଲେ ତାକୁ ପ୍ରଥମେ ସଫା କରିବାକୁ ହେବ ସେ ଜାଗାରେ ପୋକମରା ଔଷଧ ପକେଇବାକୁ ପଡିବ ଯଦି ମଶା କାମୁଡା ଦାଉରୁ ନିଜକୁ ରକ୍ଷା କରିବାକୁ ହୁଏ ତେବେ ମଶାରୀ ଟାଣି
ଶୋଇବେ ଏବଂ ନିଜ ଶରୀରକୁ ଘୋଡ଼ି ହେବେ। ଆଉ ଗୋଟେ କଥା, ନିଜର ଚତୁଃପାର୍ଶ୍ୱକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବ ତେବେ ଯାଇ ଏଭଳି ରୋଗରୁ ରକ୍ଷା ପାଇପାରିବ। ତେବେ ମୁଁ ଆସୁଛି। ଆଜ୍ଞା ଆଜ୍ଞା ଆରେ ନମସ୍କାର। ନମସ୍କାର ନମସ୍କାର। କଥା ଥିଲା ଅଭିନୟ କରିନଥିଲା ନାରୀ ତାକୁ କୋଉଠୁ ପାଇଲେ? ଆଜ୍ଞା ଯାତ୍ରାରୁ ଆଗକୁ ଟିକେ ଯାଇ ହବନି। ଭୋକ ଭୀଷଣ। କାଲି ରାତ୍ରିରୁ ପୁରା ଖାଡ଼ା ଉପାସ। ସେ ଯାହା ବି ହଉ ଆଜି ରାତିରେ ଯଦି ନାଟକ ନ ହେଲା ଲୋକ ମୋ ପ୍ୟାଣ୍ଟ ଉତାରି ଦେବେ। ଆଜ୍ଞା ନାଲି ଗାମଛାଟା କିଣିକି ରଖ। ରଖ ତମ ନାଟକ। ତମ ନାଟକ ଚକ୍କରରେ ଆମ ଅବସ୍ଥା ଖରାପ ହେଇଗଲାଣି। ତା ଛଡା କାଲି ଆମେ ତମକୁ କହୁନଥିଲୁ ଶୁଖୁଆ ଖାଇବାକୁ ଦବା। ଶୁଖୁଆ ଦେଇଦେଲ ଆମ କଥା ଗନ୍ଧେଇଲା। ମୁଁ ତ କହିଥିଲି ଟିକେ ଟିକେ ଖାଇବ। କିଏ କହିଥିଲା ଅଧିକା କରି ଖାଇବାକୁ? ଏବେ ଆମ ସୀତାଙ୍କର ଯୋଉ ଅବସ୍ଥା ଓହୋ ପୁରା ଶୋଚନୀୟ ହେଇଯାଇଛି। ଲୋଭରେ ଖାଇଦେଲ ମୁଁ କଣ କରିବି? ଲୋଭରେ ତ ମାଗିଦେଲ ମୁଁ ଦେଇଦେଲି ଖାଇଦେଲ। ଆପଣ ବିରକ୍ତ ହଉଛନ୍ତି ଆପଣ କାହିଁକି ବିରକ୍ତ? ଜଲ୍ଦି ନାଟକ କରିବାର ବ୍ୟବସ୍ଥା କରନ୍ତୁ। କେମିତି ଜଲ୍ଦି ନାଟକ ହବ ସେଇ ବ୍ୟବସ୍ଥା କର। ଲୋକ ଆସିକି ମୋ ଉପରେ ବିରକ୍ତ ହେଲାଣି ଯେ ଆନନ୍ଦ କରି ମଉସା ତରବର କୁଆଡେ ଯାଉଛ? କଣ ଗଛରେ ପାଣି ଦବାକୁ? ଶିବ ମନ୍ଦିର ମୁଣ୍ଡ ଉପରେ ପାଣି ଢାଳିବାକୁ କୁଆଡେ ଯାଉଛ? ରାମ 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 ମଣିଷ ନା ଚାରି ଗୋଟେ ତମେ ମୋ ବେଶ ଦେଖି ଲାଗୁଛି ପାଣି ଢାଳି ଗଲା ଭଳିଆ। ତେବେ ଯାଉଛ କୁଆଡେ? ଦୁଇ ଗନ୍ଧେଇଲା। କାଇଁ ଏଠି କୋଉଠି ତ ଶୌଚାଳୟ ଦେଖାଯାଉନି। ଆରେ ଦୁଇ କୋଉଠି ଯାଉଛ? ସେଠି କାଲି ଯିବି ଏଇ ରାସ୍ତା କଡେ ଦେଖି କାମ ଆସିବି। ଏ ଲୋକକୁ ମୋଟେ ବୁଝେଇ ହବନି। ସରକାର କୋଟି କୋଟି ଟଙ୍କା ସ୍ୱଚ୍ଛ ଭାରତ ପାଇଁ ଖର୍ଚ୍ଚ କରୁଛନ୍ତି। ଘରେ ଘରେ ଶୌଚାଳୟ ବସେଇଛନ୍ତି। ତମର କଣ ଶୌଚାଳୟ ନାହିଁ ନା ହେଇନି? ହେଇଛି ହେଇଛି। ଆଉ ସେଥିରେ କଣ ହେଇଛି ଯିବାକୁ? ସେଠି ଜାଳ ଝୁଳା ଘଷି ପତ୍ର ସବୁ ମାସେ ଘର ଭିତରେ। ଆମ ଭାରି ଦେବା ସେ ଛାତ ଉପରେ ବଢି ଶୁକାଉଛି। ଏଗୁଡା କି କଥା ଆଜ୍ଞା? ସରକାର କଣ ଶୌଚାଳୟ ଏଇଥିପାଇଁ ତିଆରି କରିଛନ୍ତି? ଘର ଭିତରେ ଶୌଚ କରିବୁ ନା କି ଲକ୍ଷ୍ମୀ ଧରା କାମ ହଉ ତମର? ଯୋଉଠି ଖାଇବୁ ସେଇଠି ବୁଝିଲେ ଆଜ୍ଞା? ଆକୁ ବୁଝେଇ ହବନି। ବୁଝେଇବା ଭାରି ମୁସ୍କିଲ। ଏଇଭଳି କେତେଟି ଲୋକଙ୍କ ପାଇଁ ଆମକୁ ହଇଜା ଭଳିଆ ବେମାର ବ୍ୟାପୁଛି। ଇଏ ଯିବ ବାହାରେ ଏଇକା ମଳତ୍ୟାଗ କରିବ, ସେଠି ମାଛି ମଶା ବସିକିରି ଆମ ଖାଦ୍ୟରେ ବସିବେ, ଆମକୁ ଡାଇରିଆ ହଇଜା ଇତ୍ୟାଦି ହବ। ଘରେ ଥିବା ଶୌଚାଳୟରେ କରିବୁ ନା ପିଟିକିରି ଏଇଥିରେ ପିଠା କରିଦେବୁ? ମଉସା ଶୁଣିଲ ଟିକେ, ତମେ ଆମ ବାପା ବୟସର ହବଟି? ତମେ ଏଇ କଥା ବୁଝିପାରୁନା? ତା ଛଡା ଲୋକ ଆଜିକାଲି କେତେ ସଚେତନ। ଚନ୍ଦ୍ର ପୃଷ୍ଠରେ ଯାଇକିରି ଜାଗା କିଣିଲେଣି, ମଙ୍ଗଳ ଗ୍ରହକୁ ଯିବା ପାଇଁ ଯୋଜନା କରିଛନ୍ତି। ତମେ ସେଇ ମାନ୍ଧାତା ଅମଳ କଥାକୁ ଧରିକି ବସଛ, କିଛି ବୁଝିପାରୁନା? ଦେଖ ମଉସା, ଆମ ପରିବେଶକୁ ପରିଷ୍କାର କରିବା ହେଉଛି ଆମର ଦାୟିତ୍ୱ। ଆମ ପରିବେଶ ପରିଷ୍କାର ରହିଲେ ଆମେ ଏକ ସୁସ୍ଥ ଜୀବନ ବିତେଇବା, ନଚେତ୍ ବିଭିନ୍ନ ରୋଗ ବୈରାଗରେ ପଡି ହସ୍ପିଟାଲରେ ଖର୍ଚ୍ଚ ଦେଇ ଚାଲିବା। କଣ ବୁଝିଲ? ହଁ 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 ଆପଣ ମାନେ ସମସ୍ତେ ଯେତେବେଳେ କହୁଛନ୍ତି
ତାହେଲେ କଥାଟା ଠିକ ହେଇଥିବ। ହଉ ମୁଁ ଚାଲିଲି ଘରକୁ। ହଁ। ପ୍ରଥମେ ମୋ ଶୌଚାଳୟରୁ କାଠି କୁଟା ସଫା କରି ସେଇଠି ଶୌଚ କାମ ସାରିଦେବି ଆଉ।